ପିଲାମାନେ ମୁଁ ପ୍ରୀତି ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଚ୍ୟାନେଲ ପ୍ରୀତି ଏଜୁକେସନ୍ କୁ। ଆଜି ଆମେ ସନ୍ଧ୍ୟା ବିଷୟ ତ ଆଗରୁ ପଢ଼ିଥିଲେ, ଆଜି ଆମେ ତାର କିଛି ପ୍ରଶ୍ନ ଉତ୍ତର କରିବା। ଏଠି 1 ନମ୍ବର, ଆସ ପ୍ରଶ୍ନ ଗୁଡ଼ିକର ଉତ୍ତର କବିତାରୁ ବାହାର କରିକି ଲେଖିବା। 1 ନମ୍ବର ଦିନମଣି ବୋଲି କାହାକୁ କୁହାଯାଇଛି ଓ କାହିଁକି? ଦିନମଣି ବୋଲି ସୂର୍ଯ୍ୟଙ୍କୁ କୁହାଯାଇଛି, କାରଣ ମଣିର ଉଜ୍ଜ୍ୱଳ ଜ୍ୟୋତି ଭଳି ସୂର୍ଯ୍ୟଙ୍କର ଉଜ୍ଜ୍ୱଳ ଆଲୋକ ଜ୍ୟୋତି ରହିଛି। ସୂର୍ଯ୍ୟ ଅନ୍ଧକାରକୁ ଦୂର କରିପାରନ୍ତି, ମଣି ମଧ୍ୟ ଅନ୍ଧକାରକୁ ଦୂର କରିପାରେ। ଆସ ଏ ରଜନୀରାଣୀ ଧରି କଳା ବେଶ, ଏକଥା କହିବାର ଅର୍ଥ କ'ଣ? ରାତିର ରୂପ ହେଉଛି କଳା, ସନ୍ଧ୍ୟା ପରେ ରାତି ଆସେ। କବି ରାତିକୁ ରାଣୀଙ୍କ ସହିତ ତୁଳନା କରି ତାର ରୂପକୁ ବର୍ଣ୍ଣନା କରି କହିଛନ୍ତି ଯେ ସେ କଳା ବେଶ ଧରି ପୃଥିବୀକୁ ଆସିଛନ୍ତି, ସେଥିପାଇଁ ରଜନୀରାଣୀ। ସବୁବେଳେ ଚାଷୀ କାହିଁକି ଆନନ୍ଦରେ ଘରକୁ ଫେରେ ବୋଲି କୁହାଯାଇଛି? ସନ୍ଧ୍ୟା ଆସିଲେ ଚାଷୀମାନଙ୍କର କାମ ବନ୍ଦ ହୋଇଯାଏ। ସେମାନେ ପରିଶ୍ରମରୁ ମୁକ୍ତି ପାଇବା ସହିତ ବିଶ୍ରାମ ନେବାରେ ଆଶା ରଖି ହଳ କାମ ଆଦି ସାରି ଆନନ୍ଦମୟରେ ଘରକୁ ଫେରିଥାନ୍ତି। ଖୁବ୍ ଶୀଘ୍ର ଚାରିଆଡ଼ ଅନ୍ଧକାର ହୋଇଯାଏ। କବିତାର କେଉଁ ପଦରେ ଏହା କୁହାଯାଇଛି? ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ, ଆବରଇ ଜଳସ୍ଥଳ ପର୍ବତ କାନନ, ଏଇଟାରେ କୁହାଯାଇଛି। ତାପରେ ରାତି ସମୟରେ ଗହଳ ଚହଳ ଶୁଭେନି କାହିଁକି? ଆରେ ଦିନରେ ପରିଶ୍ରମ ପରେ ରାତି ସମୟରେ ସମସ୍ତେ ବିଶ୍ରାମ ନିଅନ୍ତି ଆଉ ନିଦ୍ରା ଯାଆନ୍ତି, ତେଣୁ ରାତି ସମୟରେ ଗହଳ ଚହଳ ଶୁଭେନି। ଏଠି ଆମର 1 ନମ୍ବର ସରିଲା। କିନ୍ତୁ ଏଠି ଗୋଟେ କୋଶ୍ଚିନ୍ ଦେଇଛି, ଏହିଭଳି ଆଉ କିଛି ପ୍ରଶ୍ନ ତିଆରି କରିବା ଏବଂ ସାଙ୍ଗମାନଙ୍କ ସହ ଆଲୋଚନା କରିବା। ତାହେଲେ ସେଇଭଳି କିଛି ପ୍ରଶ୍ନ ଆସିଲା। ରଜନୀରାଣୀ କେଉଁ ବେଶ ଧରି ଆସେ? ରଜନୀରାଣୀ କଳା ବେଶ ଧରି ଆସେ। କେଉଁମାନେ ଦାଣ୍ଡରେ ଧୂଳି ଉଡ଼ାଇ ଆସନ୍ତି? ଗୋରୁପଲ ଦାଣ୍ଡରେ ଧୂଳି ଉଡ଼ାଇ ଆସନ୍ତି। କିଏ ନାନା ରଙ୍ଗରେ ଗୀତ ଗାଇ ଘରକୁ ବାହୁଡ଼େ? ଚାଷୀ ନାନା ରଙ୍ଗରେ ଗୀତ ଗାଇ ଘରକୁ ବାହୁଡ଼େ। ତାରାମାନେ ଆକାଶରେ କିଭଳି ଜଳନ୍ତି ବୋଲି କୁହାଯାଇଛି? ତାରାମାନେ ରତ୍ନ ଦୀପାବଳି ଭଳି ଆକାଶରେ ଜଳନ୍ତି ବୋଲି କୁହାଯାଇଛି। ତାପରେ ଆସିଲା ଆମର 2 ନମ୍ବର, ଆସ କବିତା ପଢ଼ିବା। କ ସ୍ତମ୍ଭର ସହିତ ଖ ସ୍ତମ୍ଭର ଯେଉଁ ସମ୍ପର୍କ ରହିଛି ତାକୁ ଯୋଡ଼ିକି ଲେଖିବା। ଆକୁଳ ଅନ୍ତରେ ଯେଝା ବାସେ, ଧୂଳି ଉଡ଼ାଇଣ ବାହୁଡ଼ଇ, ଘରେ ଘୋଟଇ ଗଗନ ମୁଦଇ ନୟନ। ତାପରେ ଆସିଲା ଆମର 3 ନମ୍ବର, ତଳେ କେତୋଟି ଶବ୍ଦ ଦିଆଯାଇଛି, ତାର ଆଗରେ ଓ ପଛରେ ଖାଲି ଜାଗା ରହିଛି। କବିତା ଅନୁସାରେ ଧାଡ଼ି ଗୁଡ଼ିକ ପୂରଣ କରିବା। ମଝିରେ ଲେଖିଛି କ'ଣ? ଦିନମଣି। ତାହେଲେ ଅସ୍ତ ହେଲେ ଦିନମଣି, ହେଲା ଦିନ ଶେଷ। ତାପରେ ଗୋରୁପଲ ଯାଉଛନ୍ତି, ଗୋରୁପଲ ଗୋଠରୁ ବାହୁଡ଼ି, ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ, ଆବରଇ ଜଳସ୍ଥଳ ପର୍ବତ କାନନ, ନାହିଁ ଆଉ ଏ ଭୁବନେ ଜୀବନ ଚହଳ। ତାପରେ ଦେଇଛି ଯେମିତି ଉଡ଼ାଇଣ ହେଇଛି ଉଡ଼ାଇ, ସେଇଭଳି ଆମେ କରିବା। ଭସାଇଣ ଭସାଇ, ବାହୁଡ଼ିଣ ବାହୁଡ଼ଇ, ଯାଇଣ ଯାଇ, ରାବିଣ ରାବଇ, ଜଳିଣ ଜଳଇ। ଦେଇଛି ଅସ୍ତ ହେଲା ଦିନମଣି, ହେଲା ଦିନ ଶେଷ। ଏହି ପଦର ଅର୍ଥ ବୁଝାଇଲା ଭଳି ଗୋଟେ ଚିତ୍ର। ଏଠି ସୂର୍ଯ୍ୟ ଅସ୍ତ ହେଇଛନ୍ତି, ଏମିତି ଗୋଟେ ଚିତ୍ରଟେ ଆମେ କରିପାରିବା। ଆଉ ନହେଲେ ମା ସନ୍ଧ୍ୟା ଦେଉଛନ୍ତି କି ଗୋରୁପଲ ଗୋଠରୁ ବାହୁଡ଼ିକି ଆସୁଛନ୍ତି, ସେଇ ଚିତ୍ର ବି କରିପାରିବା। 6 ନମ୍ବର, ଆସ ମନରୁ କବିତାର ପଦ ପୂରଣ କରିବା। ପଶ୍ଚିମ ଆକାଶେ ଦେଖ ବୁଡ଼ିଲେଣି ରବି, ଆହା କି ସୁନ୍ଦର ଦେଖ ଆକାଶର ଛବି, ଧୀରେ ଧୀରେ ଜହ୍ନ ମାମୁଁ ଉଇଁ ଆକାଶେ, ଗପ ଶୁଣେ ସବୁବେଳେ ଆଈମାର ପାଶେ। 7 ନମ୍ବର, ତଳେ ଦିଆଯାଇଥିବା ଶବ୍ଦ ଗୁଡ଼ିକର ସମାନ ଅର୍ଥ ବୁଝାଉଥିବା ଶବ୍ଦ କବିତାରେ ଖୋଜି ଆଣି ପାଖକରେ ଲେଖିବା। ସୂର୍ଯ୍ୟ ଅର୍ଥ ଦିନମଣି, ରାତି ରଜନୀରାଣୀ, ସଞ୍ଜ ସନ୍ଧ୍ୟା, ଚଢ଼େଇ ପକ୍ଷୀ, ପାହାଡ଼ ପର୍ବତ, ପାଣି ଜଳ, ପୃଥିବୀ ଗଗନ, ବଣ କାନନ। 8 ନମ୍ବର ଦେଇଛି, ଏଠି ତଳେ କୋଶ୍ଚିନ୍ ଦେଇଛି, ଉପରେ କେତେ ଗୁଡ଼ିଏ କଥା ଲେଖାଯାଇଛି, ସେଥିମଧ୍ୟରୁ ସନ୍ଧ୍ୟା ସମ୍ପର୍କରେ ଥିବା କଥା ଗୁଡ଼ିକୁ ଆମେ ବାଛି ଲେଖିବା। ଏଠି ଲେଖିଛି ସୂର୍ଯ୍ୟ ଅସ୍ତ ହେଉଥାନ୍ତି, ସନ୍ଧ୍ୟାରେ ଆମର ସୂର୍ଯ୍ୟ ଅସ୍ତ ହୁଅନ୍ତି, ଏଇଟା ହେବ। ପୂର୍ବ ଆକାଶ ଲୋହିତ ହୋଇଯାଏ, ଏଇଟା ହେବନି। ପକ୍ଷୀମାନେ ନିଜ ନିଜ ବସାକୁ ଫେରନ୍ତି, ଏଇଟା ହେବ। ଗୋରୁପଲ ଗୋଠକୁ ଫେରନ୍ତି ହେବ। ଲୋକମାନେ ନିଦରୁ ଉଠନ୍ତି, ନିଦରୁ ତ ସକାଳେ ଉଠନ୍ତି, ସନ୍ଧ୍ୟାର ନୁହଁ। ଚାଷୀ ବିଲକୁ ଯାଏ, ସନ୍ଧ୍ୟାରେ ଫେରେ, ଯାଏନି। ଧୀରେ ଧୀରେ ଆକାଶରେ ତାରା ଦେଖାଯାଆନ୍ତି, ଏଇଟା ହେବ।
ଲୋକମାନେ ନିଘୋଡ଼ ନିଦରେ ଶୋଇଥାନ୍ତି। ସେ ତ ରାତିରେ ଶୁଅନ୍ତି, ସନ୍ଧ୍ୟାରେ ନିଘୋଡ଼ ନିଦରେ ଶୁଅନ୍ତିନି। ଠାକୁରଙ୍କ ପାଖରେ ବଡ଼ ଦୀପ ଦିଆଯାଏ। ଏଟା ଠିକ୍। ଚାରିଆଡ଼େ କୋଳାହଳ ଶୁଭୁଥାଏ। କୋଳାହଳ ତ ଶୁଭେନି, ସନ୍ଧ୍ୟାରେ ତ ଶାନ୍ତ ପଡ଼ିଯାଏ ନା, ତାହେଲେ ହେବନି। ଚାଷୀମାନେ ଆନନ୍ଦରେ ଗୀତ ଗାଇ ଘରକୁ ଫେରନ୍ତି। ଏଇଟା ହେବ, ସନ୍ଧ୍ୟାରେ ସବୁ ଚାଷୀମାନେ ଫେରନ୍ତି। ତାପରେ 9 ନମ୍ବର ଦେଇଥିଲା ନିଜ ଭାଷାରେ ତଳ ପଦଟିର ଅର୍ଥ ଲେଖିବା। କ'ଣ ପଦଟି ଦେଇଛି ନା ରତ୍ନ ଦୀପାବଳି ପ୍ରାୟ ତାରା କୋଟି କୋଟି ଜଳୁଛନ୍ତି ଆକାଶରେ ହୋଇ ଗୋଟି ଗୋଟି। କ'ଣ ଆର ଅର୍ଥ ଦେଖିବା ଦେଇଛି। ସୂର୍ଯ୍ୟ ଅସ୍ତ ଯିବା ପରେ ଚାରିଆଡ଼େ ଅନ୍ଧାର ଘୋଟିଛି। ମାନେ ସନ୍ଧ୍ୟା ସମୟ ଆସିଛି, ତାପରେ ସୂର୍ଯ୍ୟ ଅସ୍ତ ହେବା ପରେ ଚାରିଆଡ଼ ଅନ୍ଧାର ଘୋଟିଛି। ତାହେଲେ ସନ୍ଧ୍ୟା ସମୟ ହୋଇଛି, ଚାରିଆଡ଼େ ଆମର ଅନ୍ଧାର ଘୋଟିଛି, ଆକାଶରେ ଗୋଟି ଗୋଟି ହୋଇ କୋଟି କୋଟି ସଂଖ୍ୟାରେ ତାରା ଜଳି ଉଠିଛନ୍ତି। ଆକାଶରେ ତାରାଗୁଡ଼ିକ ଦେଖି କବି ବିଚାର କରିଛନ୍ତି ଯେ ସତେ ଯେଭଳି କୋଟି କୋଟି ରତ୍ନ ଦୀପାବଳି ଜଳୁଛି। ଏହି ତାରାମାନଙ୍କର ଆଲୋକରେ ରାତିର ଅନ୍ଧକାର ସାମାନ୍ୟ ଦୂରେଇ ଯାଇଛି। ତାହେଲେ 10 ନମ୍ବର କ'ଣ ଦେଇଛି? 10 ନମ୍ବର ଦେଇଛି ସନ୍ଧ୍ୟା ହେଲେ ଆମେ କ'ଣ କ'ଣ କରୁ ଆସ ଲେଖିବା। ସନ୍ଧ୍ୟା ହେଲେ କ'ଣ କରୁ? ସନ୍ଧ୍ୟା ହେଲେ ଆମେ ବାହାରୁ ଘରକୁ ଫେରି ଆସୁ। ଘରେ ପହଞ୍ଚି ଗୋଡ଼ ହାତ ଧୋଇ ଠାକୁରଙ୍କୁ ପ୍ରାର୍ଥନା କରୁ। ଠାକୁରଙ୍କୁ ପ୍ରାର୍ଥନା କରିସାରି ସାମାନ୍ୟ ଜଳଖିଆ ଖାଇ ପାଠ ପଢ଼ିବାକୁ ଯାଉ। ବେଳେବେଳେ ସନ୍ଧ୍ୟାବେଳେ ଆଈ ମା ଠାରୁ ଗପ ଶୁଣିବାକୁ ବସୁ। ସନ୍ଧ୍ୟା ସମୟରେ ସାଥୀମାନଙ୍କ ସହିତ ଗାଁ ଦାଣ୍ଡରେ ଗୀତ ଗାଇ ମଉଜ କରିବାକୁ କେବେ କେମିତି ମନ ହୁଏ। ଏଠି ଆମର ସନ୍ଧ୍ୟା ବିଷୟର ପ୍ରଶ୍ନ ଉତ୍ତର ସରିଯାଇଛି। ଧନ୍ୟବାଦ।